तट विपिन संगीत करबो मुदा भीरी नारी बदन कमल स्वाद मधुप रमा शंभुर्ब्रह्मा सुरपति गणेश चितपदो जगन्नाथ स्वामी नयन पथगामी भवतु मे जगन्नाथ स्वामी नयन पथगामी भवतु मे जगन्नाथ स्वामी नयन पथगामी भवतु मे। हरे कृष्ण। ଯାହାର ଜିହ୍ୱା ଥରେ ମାତ୍ର ମିଶ୍ରିର ସ୍ୱାଦ ଚାଖିଛି ତାକୁ ଯଦି ପ୍ରସଙ୍ଗ କ୍ରମେ ପ୍ରାରବ୍ଧବଶତଃ ଗୁଡ଼ କିମ୍ବା ଶିରା ଖାଇବାକୁ ପଡ଼େ ତାହେଲେ ସମୟାନୁସାରେ ତାକୁ ଖାଇବ ଓ ତହିଁର କ୍ଷଣିକ ସୁଖ ମଧ୍ୟ ଅନୁଭବ କରିବ। କିନ୍ତୁ ଅବସର ସମୟରେ ଯେତେବେଳେ ମିଶ୍ରି ମିଳିବାର ପ୍ରସଙ୍ଗ ଉପସ୍ଥିତ ହୁଏ ସେତେବେଳେ ଆଉ ସେହି ଶିରାପୂର୍ଣ୍ଣ ପାତ୍ରରେ ତାହାର ଆସକ୍ତି ରହେ ନାହିଁ, ତାହା ଆସ୍ୱାଦନ କରିବା ପାଇଁ ଆଉ ଇଚ୍ଛା ହୁଏ ନାହିଁ। ସମୟ ସମୟରେ ଭଗବତ ଦର୍ଶନ ହୋଇଯାଉଥିଲେ ବି ସଂସାରୀକୁ ବିଷୟ ଆଡ଼କୁ ଢଳିବାକୁ ପଡ଼ିଥାଏ। ଏହା ଦୈବ ଇଚ୍ଛା ବା ପ୍ରାରବ୍ଧର ଭୋଗ ବୋଲି ମଣିଷକୁ ବୁଝିବାକୁ ହେବ। କିନ୍ତୁ ଯେଉଁ ସ୍ଥଳରେ ଭୋଗର ସମାପ୍ତି ଘଟେ ସେ ସ୍ଥଳରେ ସଙ୍ଗେ ସଙ୍ଗେ ତହିଁରେ ବୈରାଗ୍ୟ ଜାତ ହୁଏ ଏବଂ ଭଗବତ ଦର୍ଶନର ତୀବ୍ର ଉତ୍କଣ୍ଠା ଜାଗ୍ରତ ହୁଏ। ଭୁଲି ଯାଇଥିବା ଜ୍ଞାନକୁ ସ୍ମରଣ କରିବାରେ ଆଉ ବିଳମ୍ବ ହୁଏ ନାହିଁ। ଥରେ ମହାପୁରୁଷଙ୍କର କୃପାଲାଭ ହୋଇଗଲେ ତାହାର ଫଳ ଅପରିମିତ ହୋଇଯାଏ। ପ୍ରସଙ୍ଗାନୁସାରେ କିଛି ସମୟ ପାଇଁ ହୁଏତ ତାହାର ସୁଫଳ ଦେଖାଯାଇ ନପାରେ, କିନ୍ତୁ ସମୟ ଆସିଲେ ତାହା ଆପେ ଆପେ ମିଳିଥାଏ। କଲ୍ୟାଣମୟ କାର୍ଯ୍ୟ କରୁଥିବା ବ୍ୟକ୍ତି କେବେ ହେଲେ ଦୁର୍ଗତି ପ୍ରାପ୍ତ ହୁଅନ୍ତି ନାହିଁ। ଶ୍ରୁତ କହିଲେ, ମୁନିଗଣ ଯେତେବେଳେ ମୈତ୍ର ମୁନି ବିଦୁରଙ୍କୁ ପ୍ରାଚୀନ ବହି ଓ ନାରଦଙ୍କ ପ୍ରସଙ୍ଗରେ ପୁରଞ୍ଜନଙ୍କର ଉପାଖ୍ୟାନ ଶୁଣାଉଥିଲେ ସେତେବେଳେ ତାହା ଶୁଣି ବିଦୁର ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ। ଏହି ଗୂଢ଼ ଆତ୍ମଜ୍ଞାନ ଉପଦେଶର ସମାପ୍ତି ହୋଇଯିବାରୁ ଭଗବତୀ କଥାରେ ତାଙ୍କର ପ୍ରଲୁବ୍ଧ ବିଦୁର ଏହି ପ୍ରସଙ୍ଗକୁ ଚାଲୁ ରଖିବା ପାଇଁ ପ୍ରଚେତାଗଣଙ୍କର ଅନ୍ତିମ ଚରିତ୍ର ସମ୍ବନ୍ଧରେ ଜାଣିବାକୁ ଚାହିଁଲେ। ସେତେବେଳେ ଭଗବାନ ମୈତ୍ରେୟ ପ୍ରସନ୍ନ ହୋଇ ବିଦୁରଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଚେତାଗଣଙ୍କର ଚରିତ୍ର ଶୁଣେଇବାକୁ ଲାଗିଲେ। ମୈତ୍ରେୟ କହିଲେ, ହେ ବିଦୁର, ମୁଁ ପୂର୍ବରୁ ଏହା କହିଥିଲି ଯେ ନିଜର ପିତା ମହାରାଜ ପ୍ରାଚୀନ ବହିଙ୍କ ଆଜ୍ଞାରେ 10 ପ୍ରଚେତା ସିନ୍ଧୁ ସମୁଦ୍ରର ସଙ୍ଗମ ସ୍ଥଳକୁ ତପସ୍ୟା କରିବା ପାଇଁ ଯାଇଥିଲେ। ରାସ୍ତାରେ ସେମାନଙ୍କର ପ୍ରଭୁ ରୁଦ୍ର ବା ଶିବଙ୍କ ସହିତ ସାକ୍ଷାତ ହେଲା ଏବଂ ଶିବ ସେମାନଙ୍କୁ ରୁଦ୍ର ଗୀତର ଉପଦେଶ ଦେଲେ। ଭଗବାନ ଭୂତନାଥଙ୍କ ଠାରୁ ଦିବ୍ୟ ରୁଦ୍ର ଗୀତ ଉପଦେଶ ପାଇ ସେମାନେ ସମୁଦ୍ର ଜଳ ମଧ୍ୟରେ ଠିଆ ହୋଇ 10,000 ବର୍ଷ ପର୍ଯ୍ୟନ୍ତ ଘୋର ତପସ୍ୟାରେ ନିମଗ୍ନ ହେଲେ। ଶିବଙ୍କ ଆଜ୍ଞାରେ ଏକାଗ୍ରଚିତ୍ତ ହୋଇ ସେମାନେ ନିରନ୍ତର ଯୋଗାବେଶ ସ୍ତୋତ୍ର ଶ୍ରଦ୍ଧାର ସହିତ ଜପ କରି ଭଗବାନଙ୍କର ପ୍ରତୀକ୍ଷାରେ ରହିଲେ। ଯେତେବେଳେ ଏଠାରେ ତପସ୍ୟା କରି ତାଙ୍କର 10,000 ବର୍ଷ ପୂର୍ଣ୍ଣ ହୋଇଗଲା ସେତେବେଳେ ଭକ୍ତବତ୍ସଳ ଭଗବାନ ଶ୍ରୀହରି ତାଙ୍କ ଉପରେ କୃପା କଲେ। ସେ ତାଙ୍କୁ ଦର୍ଶନ ଦେଇ କୃତାର୍ଥ କଲେ। ବିଦୁର ପଚାରିଲେ, ଭଗବାନ ପ୍ରଚେତାଗଣଙ୍କୁ ଭଗବାନ କେଉଁ ରୂପରେ ଦର୍ଶନ ଦେଲେ? ଦ୍ୱିଭୁଜ ରୂପରେ, ଚତୁର୍ଭୁଜ ରୂପରେ ନା ଅନ୍ୟ କେଉଁ ରୂପରେ? ଏଇଟା ସାଧାରଣତଃ ସ୍ୱତଃ ଆମ ସମସ୍ତଙ୍କ ଭିତରେ ମଧ୍ୟ ମାନେ ଗୋଟେ ଇଚ୍ଛା ତୀବ୍ର ଭାବରେ ଥାଏ ଯେ ଭଗବାନ କୋଉ ରୂପରେ ଦର୍ଶନ ଦିଅନ୍ତି। ଏବଂ ଯେତେବେଳେ ମୁଁ ନିଜର ପର୍ସନାଲ କଥା କହିବି, ମୋ ହଜବେଣ୍ଡ ଯେତେବେଳେ କହନ୍ତି ଯେ ମୁଁ ସ୍ୱପ୍ନ ଦେଖେ ବୋଲି, ମତେ ସେତେବେଳେ ମାନେ ମୋ ଭିତରେ ବି ତୀବ୍ର ଇଚ୍ଛା ଜାଗ୍ରତ ହୁଏ ଯେ ଭଗବାନଙ୍କୁ ତମେ କୋଉ ରୂପରେ ଦେଖିଲ? ଜଗନ୍ନାଥଙ୍କୁ ଜଗନ୍ନାଥଙ୍କ ରୂପରେ ଦେଖିଲେ ସେ କେମିତି ଦେଖାଯାଆନ୍ତି? ତମେ ଯୋଉ ସ୍ୱପ୍ନ କଥା କହୁଛ କେମିତି ଦେଖାଯାଆନ୍ତି? ତ ନିଶ୍ଚିତ ଭାବରେ ମାନେ ବିଦୁରଙ୍କ ଭିତରେ ମଧ୍ୟ ଏଇ ଆକାଂକ୍ଷା ଜାଗ୍ରତ ହେଇଛି ଏବଂ ସେ କହିଛନ୍ତି ଯେ ଭଗବାନଙ୍କୁ ପ୍ରଚେତାଗଣ ଦ୍ୱିଭୁଜ ରୂପରେ ଦେଖିଲେ, ଚତୁର୍ଭୁଜ ରୂପରେ ନା ଅନ୍ୟ କେଉଁ ରୂପରେ ଦେଖିଲେ? ମୈତ୍ରେୟ ଏହା ଶୁଣି କହିଲେ, ହେ ବିଦୁର, ପ୍ରଭୁ ବିଷ୍ଣୁଙ୍କର ଅନେକ ରୂପ। ପ୍ରଚେତାଗଣଙ୍କୁ ସେ ଅଷ୍ଟଭୁଜ ରୂପରେ ଦର୍ଶନ ଦେଇଥିଲେ। ପ୍ରଚେତାଗଣଙ୍କର ଧ୍ୟାନମଗ୍ନ ସମୟରେ ତାଙ୍କୁ କିଛି ସାମବେଦର ଧ୍ୱନି ଶୁଣା ଯାଇଥିଲା। ଠିକ୍ ଏତିକି ବେଳେ ସେ ଆକାଶ ମାର୍ଗରୁ
ଦେଖିଲେ ଯେ ଗରୁଡ଼ ଅବତରଣ କରୁଛନ୍ତି ଏବଂ ତାଙ୍କ ପକ୍ଷ ଉପରୁ ବେଦଧ୍ୱନି ଭାସି ଆସୁଥିବାର ଦେଖାଯାଇଥିଲା। ଗରୁଡ଼ଙ୍କର ବିଶାଳ ଶରୀର ସୁମେରୁ ଶିଖର ସମାନ ପ୍ରତୀତ ହେଉଥିଲା। ତାଙ୍କ ଉପରେ ଭଗବାନ ଶ୍ୟାମ ସୁନ୍ଦର ଘନଶ୍ୟାମ ନବଜଳଧର ଅଙ୍ଗରେ ବିଜୁଳି ଝଲକ ଭଳି ଦେଖାଯାଉଥିଲେ। ତାଙ୍କ ଶରୀର ଉପରେ ପୀତାମ୍ବର ଦୋଳାୟମାନ ହେଉଥିଲା। ଗୁରୁଜୀଙ୍କ ପରି ତ ମୁଁ ବର୍ଣ୍ଣନା କରିପାରିବିନି, କିନ୍ତୁ ମୋ ଭାଷାରେ ମୁଁ ଯାହା ଲେଖିଛି ଆପଣମାନଙ୍କୁ ଶୁଣାଉଛି। କର୍ଣ୍ଣଦେଶରେ ମକର କୁଣ୍ଡଳ ଲଲାଟ ଦେଶର ଆଭାକୁ ଝଲସିତ କରୁଥିଲା। ମସ୍ତକ ଉପରେ ମଣିମୟ ମୁକୁଟ ଝଟକି ଦଶ ଦିଗର ଅନ୍ଧକାରକୁ ନାଶ କରୁଥିଲା। ନଖରୁ ଶିଖ ପର୍ଯ୍ୟନ୍ତ ଦେଦୀପ୍ୟମାନ ଦିବ୍ୟ ଆଭୂଷଣ ସମସ୍ତ ଅନ୍ଧକାରକୁ ନାଶ କରୁଥିଲା। ନିଜର ଅଷ୍ଟଭୁଜରେ ସେ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧନୁ, ଶର, ଖଡ୍ଗ ଓ ଢାଲ ଏହି ଅଷ୍ଟ ଆୟୁଧ ଅତ୍ୟନ୍ତ ଶୋଭା ପାଉଥିଲା। ଆୟୁଧରେ ସୁସଜ୍ଜିତ ହରିଙ୍କର ଶୋଭା ଏପରି ପ୍ରତୀତ ହେଉଥିଲା ଯେ ଯେପରିକି ସୁମେରୁ ଶିଖର ଉପରେ ପୁଷ୍ପିତ କର୍ଣ୍ଣିକାର ବୃକ୍ଷ ଶୋଭା ପାଉଅଛି। ଗଳାରେ ବନମାଳା ଦୋଳାୟମାନ ହୋଇ ଲକ୍ଷ୍ମୀଙ୍କ ସମାନ ତାହାର ଚଞ୍ଚଳତା ଦୃଷ୍ଟିଗୋଚର ହେଉଥିଲା ଓ ତାହା ନିଜର ସୌଭାଗ୍ୟ ପାଇଁ ନିଜକୁ ଗୌରବାନ୍ୱିତ ମନେ କରୁଥିଲା। ଶ୍ରୀହରିଙ୍କର ବକ୍ଷସ୍ଥଳର ସ୍ପର୍ଶ ପାଇ ସତେ ଯେପରି ସେ ଆନନ୍ଦରେ ଉଲ୍ଲସିତ ହୋଇ ଲକ୍ଷ୍ମୀ ଦେବୀଙ୍କର ସୌଭାଗ୍ୟ ସହିତ ନିଜର ସୌଭାଗ୍ୟକୁ ତୁଳନା କରି ଗର୍ବ ଅନୁଭବ କରୁଥିଲା। ଗରୁଡ଼ଙ୍କ ଆଗେ ଆଗେ ଗନ୍ଧର୍ବ ଗାନ କରି କରି ଚାଲିଥାନ୍ତି ଓ ଅପ୍ସରାଗଣ ନୃତ୍ୟ କରୁଥାନ୍ତି। ଏହିପରି ଭାବରେ ତପସ୍ୟାରତ ପ୍ରଚେତାଗଣଙ୍କ ସମ୍ମୁଖରେ ଶ୍ରୀହରି ଆସି ଆବିର୍ଭାବ ହୋଇ ତାଙ୍କର ସମସ୍ତ ଶୋକ ସନ୍ତାପ ଦୂର କରିଥିଲେ ଓ ତାଙ୍କୁ ମେଘଗମ୍ଭୀର ବାଣୀରେ କହିଲେ, ହେ ପ୍ରାଚୀନ ବହି ତନୁଜଗଣ, ତୁମମାନଙ୍କର ମଙ୍ଗଳ ହେଉ। ମୁଁ ତୁମମାନଙ୍କର ଶାନ୍ତଶୀଳ ସ୍ୱଭାବରେ, ତୁମ ଭକ୍ତିରେ ଓ ତୁମ ତପସ୍ୟାରେ ପରମ ସନ୍ତୋଷ ଲାଭ କରିଛି। ତୁମେମାନେ ଯେଉଁ ବର ଚାହଁ ମୋତେ ମାଗ। ତୁମମାନଙ୍କର ଅବସ୍ଥା, ସ୍ୱଭାବ, ସଂକୋଚ, ସଦାଚାର, ବ୍ୟବହାର ଓ ତପସ୍ୟା ଏକା ଭଳି। ତୁମ ପ୍ରତ୍ୟେକଙ୍କ ମଧ୍ୟରେ ଅତ୍ୟନ୍ତ ପ୍ରେମ ଭାବ। ତୁମେମାନେ ଏକ ପ୍ରକାର ଉପାସନା ପୂର୍ବକ କର୍ମରେ ତତ୍ପର ହୋଇଛ। ତୁମମାନଙ୍କର ବ୍ୟବହାର ପ୍ରତ୍ୟେକଙ୍କର ଅନୁକରଣୀୟ। ଭଗବାନଙ୍କର ଏ ପ୍ରକାର ପ୍ରେମବୋଳା ମଧୁର ବାଣୀ ଶୁଣି ପ୍ରଚେତାଗଣଙ୍କର ଆନନ୍ଦର ସୀମା ରହିଲା ନାହିଁ। ସେମାନେ ଭଗବାନଙ୍କୁ କିଛି କହିବାକୁ ସମର୍ଥ ହେଲେ ନାହିଁ। 10 ଜଣଙ୍କର ନେତ୍ରରୁ ଏକା ସଙ୍ଗରେ ପ୍ରେମ ଅଶ୍ରୁ ଝରିବାକୁ ଲାଗିଲା। ସେମାନେ ସମସ୍ତେ ସମାନ ଭାବରେ ପ୍ରେମ ବିହ୍ୱଳ ହୋଇ ପଡ଼ିଥିବାର ଦେଖି ସ୍ୱୟଂ ଭଗବାନ ସେମାନଙ୍କୁ ବରଦାନ ଦେଇ କହିଲେ, ଯେଉଁ ବ୍ୟକ୍ତି ସାୟଂ ପ୍ରାତ ତୁମମାନଙ୍କୁ ସ୍ମରଣ କରିବେ, ତାଙ୍କର ପ୍ରତ୍ୟେକ ପ୍ରାଣୀଙ୍କଠାରେ ସହୃଦୟତା ଓ ନିଜ ଭାଇମାନଙ୍କ ଠାରେ ପରମ ପ୍ରେମ ଭାବ ଜାତ ହେବ। ଏହା ମୋର ପ୍ରଥମ ବରଦାନ ତୁମମାନଙ୍କ ପାଇଁ। ବର୍ତ୍ତମାନ ମୁଁ ତୁମମାନଙ୍କୁ ଆଉ ଏକ ବର ପ୍ରଦାନ କରୁଛି। ତୁମେମାନେ ଭଗବାନ ଶଙ୍କରଙ୍କର ଆଜ୍ଞା ଶିରୋଧାର୍ଯ୍ୟ କରି ଯେଉଁ ରୁଦ୍ରଗୀତ ଜପ ଓ ପାଠ କରି ତପସ୍ୟା କରୁଥିଲ, ତାହା ଯେ କେହି ସାୟଂକାଳ ଓ ପ୍ରାତଃକାଳରେ ଏକାଗ୍ର ଚିତ୍ତରେ ପାଠ କରି ମୋର ସ୍ତୁତି କରିବ, ତାଙ୍କୁ ମୋ ମନୋବାଞ୍ଛିତ ଫଳ ପ୍ରଦାନ କରିବି। ପୁନର୍ବାର ଭଗବାନ ସେମାନଙ୍କୁ କହିଥିଲେ, ତୁମେ ବଡ଼ ପିତୃଭକ୍ତ ଅଟ। ପିତାଙ୍କର ଆଜ୍ଞା ମାନି ତାଙ୍କ କଥାକୁ ଅବଜ୍ଞାନ କରି ତପସ୍ୟା କରିବା ନିମନ୍ତେ ଏଠାକୁ ଆସିଥିଲ। ତେଣୁ ମୋର ତୃତୀୟ ବର ଏହି ଯେ ଯେଉଁ ଲୋକ ଗୁରୁଜନଙ୍କର ଆଜ୍ଞା ମାନି କାର୍ଯ୍ୟ କରିବେ, ତାଙ୍କର ଆୟୁ, ବିଦ୍ୟା, ଯଶ ଓ ବଳର ବୃଦ୍ଧି ହେବ। ତେଣୁ ସଂସାରରେ ତୁମର ଆଦର୍ଶ ଓ କୀର୍ତ୍ତି ରହିବ। ତୁମମାନଙ୍କୁ ଏପରି ଏକ ଚତୁର୍ଥ ବର ଦେଉଛି ଯେ ତୁମେ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ପୁତ୍ର ହୁଅନ୍ତୁ, ଯେଉଁମାନେ କି ଶକ୍ତିଶାଳୀ, ଯଶସ୍ୱୀ, ତେଜସ୍ୱୀ, ତପସ୍ୱୀ ତଥା ମନସ୍ୱୀ ହୋଇ ନିଜ ନିଜ ଗୁଣରେ ତୁମମାନଙ୍କ ପରି ହେବେ। ସେମାନଙ୍କୁ ଲୋକେ ଦ୍ୱିତୀୟ ପ୍ରଜାପତି ବୋଲି କହିବେ। ବ୍ରହ୍ମାଙ୍କ ଠାରୁ ସେମାନେ କୌଣସି ଗୁଣରେ କମ୍ ହେବେ ନାହିଁ। ପ୍ରଚେତାଗଣ ଏହା ଶୁଣି ପ୍ରସନ୍ନ ହୋଇ କହିଲେ, ପ୍ରଭୁ, ସୂତା ନାହିଁ କି କପା ବି ନାହିଁ, ଆପଣ ଏବେଠାରୁ ବସ୍ତ୍ର ବୁଣିବା କଥା କହୁଛନ୍ତି। ଏବେ ତ ଆମେ ବିବାହ କରିନାହୁଁ, ଆମମାନଙ୍କର ଅନୁରୂପ କୌଣସି ବୋହୂ ମଧ୍ୟ ମିଳିନାହାନ୍ତି, ପୁଣି ପୁତ୍ର କିପରି ହେବେ? ଭଗବାନ ଏହା ଶୁଣି ହସି ହସି କହିଲେ, ମୋର ଭକ୍ତଙ୍କ ପାଇଁ କୌଣସି ବସ୍ତୁ ଦୁର୍ଲଭ ନୁହେଁ। ମୁଁ ତୁମମାନଙ୍କ ପାଇଁ ଅତି ସୁନ୍ଦରୀ ବୋହୂ ପୂର୍ବରୁ ଠିକ୍ଠାକ୍ କରି ନେଇଛି। ତୁମେ ତାଙ୍କୁ ଦେଖିବା ମାତ୍ରେ ପ୍ରସନ୍ନ ହୋଇଯିବ। ସେ ବୃକ୍ଷଙ୍କ କନ୍ୟା ଅଟନ୍ତି ଏବଂ ତାଙ୍କରି ନାମ ହେଉଛି ବାର୍କ୍ଷୀ। ପ୍ରଚେତାଗଣ କହିଲେ, ପ୍ରଭୁ, ବୃକ୍ଷଙ୍କ ଠାରୁ କନ୍ୟା ଜାତ ହେବା ତ ଆମେ କେବେ ହେଲେ ଶୁଣି ନାହୁଁ। ଆମେ ମନୁଷ୍ୟ ହୋଇ ବୃକ୍ଷଙ୍କ କନ୍ୟାକୁ କିପରି ବିବାହ କରିବୁ? କୌଣସି ରାଜାଙ୍କ କନ୍ୟା କଥା ହେଲେ କହିଥାନ୍ତେ। ଭଗବାନ ହସି ହସି ପୁଣି ସେମାନଙ୍କୁ ଉତ୍ତର ଦେଲେ,
पिता काहाकू कहा जाए मु ताहा ही कहूची जे जन्मदाता तांकू ही पिता बोला जाए जे भयरू रक्षा करती से पिता जे पालन पोषण करी बड़ करांती से मध्य पिता जे अज्ञान अंधकार दूर करी ज्ञानलोक प्रदान करती तांकू मध्य पिता बोली कहा जाए सेहीपरि केही पालनकर्ता नामरू किंबा केही जन्मदाता रूपे पिता बोली प्रसिद्धि लाभ करिथिबे वास्तव में सेही कन्या जने ऋषिंकर कन्या अटंती किंतु तांकू वृक्ष प्रतिपालन करूचंती सेथिपाई तांकर नाम बार्खी बोली रखा जायछि सेही कन्या तुम मानक पाई प्रकृति उपयुक्त प्रचेतागण पचारे प्रभु से केउ ऋषिंकर कन्या एवं तांकर मातांकर नाम कौन वृक्ष तांकू काहीकि पालन करूअछंती तांकर पितामाता तांकू काहीकि परित्याग करी अछंती कृपा करी आपण आम मानकू ए समस्त कथा बुझाई कहंतु। यह शुणी भगवान प्रसन्न होई कहिले हे राजकुमार गण मु तुम मानकर बधू हेबाकू जाउतुबा नारीर वृत्तांत वर्णना करिबे एवं तमे एहाकू मन ध्यान देई शुण एवं शेषे भगवान सेमानंकू कंडू ऋषि एवं जो इंद्रंक दरबार रे प्रमलोचा थिले तांको सहित विवाह किभଳି घटितिला से संपर्क रे वर्णना करथिले। भगवान कृपा दृष्टि प्रत्येक प्राणी उपरे सर्वदा पड़ुअछि किंतु अज्ञ जीव ताहा अनुभव करि पारु नाही अपवित्र अंतकरण विशिष्ट मानव एहार मर्म सहजरे बुझी पारे नाही भगवान प्रत्येक विधान रे तांकर अनुकंपा निहित होई अछि मनुष्यर सबुठारु श्रेष्ठ पुरुषार्थ एही जे भगवान जहा करंती सेतिरे से संतुष्ट रहिबा उचित तांकर इच्छा रे सब किछि हेउछि बोली मन करिबा तांकर विधान को विघ्न बोली न भाबिबा निवृत्ति प्रवृत्ति सबु किछि रे समभावापन्न होई तांकर आज्ञा शिरोधार्य करिबा और तांको प्रति कृतज्ञता प्रकाश करिबा हेउछि भक्तगणंकर लक्षण। सेही समय मैत्र विदुरंकु कहितिले जेतेबेले भगवान प्रचेतागणंकु बिना प्रार्थना रे समस्त इच्छित वर प्रदान कले सेतेबेले कृतज्ञता रे समानक हृदय पूरी गला भगवान आहुरी मध्य समानकु कहिले तुम मानकर आउ जहा अभिष्ट अछि ताहा मते मागिनियो एहा सुनि प्रचेतागण अत्यंत विनयर सहित भगवान को स्तुति करी शेषे कहिले हे जगदीधार हे सर्वलोकैकनाथ हे अच्युत हे जगतपते हे मोक्ष प्रदाता जदि समस्त कामना पूरणकारी कल्पवृक्ष सम आपणଙ୍କୁ आंभे माने अकस्मात दर्शन करि पारिलु तेबे आउ आंभ मानकर मन मधुप अन्य केउ आड़कू काहीकि धाइब आउ काहीकि अबा केउ वस्तु पाइबा को इच्छा करिब आमे माने आउ केवल गोटिए मात्र बर प्रार्थना करूअछु भगवान प्रसन्न होई समानकु कहितिले जहा मागुच माग तुमे माने जहा मागिब मु आनंद रे ताहा प्रदान करिबि प्रचेतागण सेही समय कहितिले भगवान आमे एही बर प्रार्थना करूछु जे पूर्व कर्म अनुसारे प्रारब्ध भोग पई आमे माने जेउ जेउ जोनि रे जन्म हेबा कथा सेही जोनि रे आम मानंकु भगवत भक्तंकर संसर्ग सर्वदा प्राप्त हेउथाउ यह प्रकृति रे प्रत्येक मनुष्यर इच्छा रहिबा उचित कारण आमे जेकोसी जोनि रे भी जन्म ग्रहण करू जदि हमको सत्संग मिले बा आमे सेही जेकोसी जोनि रे थाई कि मध्य जदि प्रभुंकर माने भक्ति करि परिबा ताहेले निश्चित भाव रे हमर जन्म सफल हेबो यह शुणी भगवान हसी हसी कहितिले अरे तुमे माने एक ही प्रकार बर मागुच सम्राट कर प्रसन्नता प्राप्त होई मध्य तुमे माने एक मुठा धान भिक्षा करूच मु तो मोक्षदाता अटे तुमे माने मोठारु मोक्ष मागी नेबा उचित यह द्वारा चिरदिन सकाशे तुमे माने जन्म मृत्यु चक्ररू उद्धार पाई जिवो जदि जन्म मागिबार इच्छा थाए तेबे देवजोनि मागी पारो यह द्वारा तुमे माने स्वर्गीय सुख और आनंद भोग करि पारिबो किंतु प्रचेतागणंकर उत्तर भारी सुंदर थिला भूलोक हेउ बा देवलोक हेउ किंबा रुद्रलोक हेउ बा विष्णुलोक हेउ ए समस्त एक तुलादंडर समान समतुल विषय कहिबाकू गले ए समस्त ही मायार भोग ताहा आमे काहीकि प्रभु आपणको मागिबू जहार अनुभव आमे 1000 वर्ष व्यापी एही ठारे करि पारिजु केवल मोक्ष पाइबा विषय बाकी अछि से तुच्छ मोक्ष लाभरू आमको बा कौन मिलिबो जो मोक्ष लाभ रे प्रत्यक्ष रे आपणकर सुमधुर बाणी सुनी पारिबु नाही किंबा आपणकर त्रैलोक्य पावन नाम संकीर्तन रस वर्षा हेबो नाही आपण तो कहउचंती भोग मोक्षर कथा किंतु आपण जन्म जन्मांतरर सुख भोग कथा छाड़ी दियंतु
କେବଳ କ୍ଷଣକ ପାଇଁ ଭଗବତ ଭକ୍ତଙ୍କର ସଙ୍ଗଲାଭ ତୁଳନାରେ ଆମ୍ଭେମାନଙ୍କର ସ୍ୱର୍ଗ ସୁଖ ଲାଭ କିମ୍ବା ମୋକ୍ଷ ଲାଭ ଅତି ତୁଚ୍ଛ ବୋଲି ଆମେ ମନେ କରୁ। ଭଗବତ ଭକ୍ତଙ୍କର ସଙ୍ଗଲାଭ ଠାରୁ ଶ୍ରେଷ୍ଠ ବର, ଯାହାକି ସଂସାରରେ ସାରଥି ସାର, ତାହାଠାରୁ ବଳି ଶ୍ରେଷ୍ଠ ବସ୍ତୁ ଆଉ କ'ଣ ଥାଇପାରେ? ଆମେ ସେଥିପାଇଁ କି ପ୍ରଭୁ ଆପଣଙ୍କୁ ପ୍ରାର୍ଥନା କରୁଛୁ ଯେ ଆମକୁ ଏ ସଂସାରରେ ବାରମ୍ବାର ଜନ୍ମ ଦେଉଥାନ୍ତୁ, କିନ୍ତୁ ସଦାସର୍ବଦା ସତ୍ସଙ୍ଗରେ ଆମେ ଯେଭଳି ବୁଡ଼ିକି ରହିଥିବୁ। ଏବଂ ପ୍ରଚେତାଗଣ ପୁନର୍ବାର କହିବାକୁ ଲାଗିଲେ, ଭଗବାନ, କୌଣସି କଥା ହେଲେ ସିନା ଆମେ ତାହା ଆପଣଙ୍କୁ କୁହନ୍ତୁ, କିନ୍ତୁ ଆପଣଙ୍କର ଭକ୍ତଙ୍କ ସହିତ ସତ୍ସଙ୍ଗ ଲାଭ କରିବାରେ ଯେଉଁ ଲାଭ ଅଛି ତାହା ଶେଷଦେବ ନିଜର ସହସ୍ର ଫଣାରେ ମଧ୍ୟ ବର୍ଣ୍ଣନା କରିପାରିବେ ନାହିଁ। ଯେଉଁଠାରେ ଆପଣଙ୍କର ମଧୁରାତି ମଧୁର କଥା ଚର୍ଚ୍ଚା ହୁଏ, ସେଠାରେ ଜଗତର ସମସ୍ତ ମଧୁର ପଦାର୍ଥ ଗୁଡ଼ିକ ମଧ୍ୟ ପରିତ୍ୟାଗ କରାଯାଇଥିବାର ଦେଖାଯାଏ। ଆପଣଙ୍କର କଥା ଶୁଣିବା ଦ୍ୱାରା ପ୍ରାଣୀମାନଙ୍କ ମଧ୍ୟରେ ପ୍ରେମ ଉତ୍ପନ୍ନ ହୋଇଥାଏ ଓ ସମସ୍ତେ ରୋଗ ଏବଂ ଦ୍ୱେଷ ମୁକ୍ତ ହୋଇଥାନ୍ତି ଏବଂ ସେଠାରେ ଅଭୟ ପ୍ରାପ୍ତି ହୋଇଥାଏ, ଯେଉଁଠାରେ ତ୍ୟାଗୀ ଓ ବୈରାଗୀଗଣ ସର୍ବଦା ଆପଣଙ୍କର ଗୁଣଗାନ କରିଥାନ୍ତି। ସେହି ପବିତ୍ର ତୀର୍ଥକୁ ସାଧୁ ସନ୍ନ୍ୟାସୀଗଣ ସମସ୍ତ ତ୍ୟାଗ କରି ପାଦରେ ଚାଲି ଚାଲି ନାମଗାନ ଶୁଣିବା ଆଶାରେ ଯାଇଥାନ୍ତି। ସେହି ସତ୍ସଙ୍ଗ ଠାରୁ ବଳି ଆଉ ଶ୍ରେଷ୍ଠ ବସ୍ତୁ କ'ଣ ବା ଥାଇପାରେ? ଆଉ ସବୁ କଥା ଛାଡ଼ି ଦିଅନ୍ତୁ, ଆମ୍ଭମାନଙ୍କର ଆପଣଙ୍କ ଭକ୍ତ ଶିବଙ୍କ ସହିତ କ୍ଷଣକ ପାଇଁ ସାକ୍ଷାତ ହୋଇଥିଲା। ତାହା ଫଳରେ ଆମ୍ଭେମାନେ ସର୍ବବ୍ୟାପକ ସର୍ବାନ୍ତର୍ଯାମୀ ଜଗଦାଧାର ଆପଣଙ୍କର ପ୍ରତ୍ୟକ୍ଷ ଦର୍ଶନ ଏହି ଚର୍ମଚକ୍ଷୁରେ ଲାଭ କଲୁ। ବ୍ରହ୍ମାଦି ଦେବଗଣ ଯାହାଙ୍କର ଦର୍ଶନ ପାଇବା ପାଇଁ ସର୍ବଦା ଲାଳାୟିତ ହୋଇ ପାଇପାରନ୍ତି ନାହିଁ, ତାଙ୍କୁ ଆମ୍ଭେ ପ୍ରତ୍ୟକ୍ଷ ଦର୍ଶନ କରି ତାଙ୍କ ସହିତ ବାର୍ତ୍ତାଳାପ କରିପାରିଲୁ। ଯେଉଁ ସତ୍ସଙ୍ଗ ପ୍ରଭାବରୁ ଏହା ସମ୍ଭବ ହେଲା, ସେହି ସତ୍ସଙ୍ଗ ବଳି ଶ୍ରେଷ୍ଠ ବୋଲି ଆମେ ଆଉ କାହାକୁ ବା ସ୍ୱୀକାର କରନ୍ତୁ? ଏହା ଶୁଣି ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୋଇ କହିଲେ, ଠିକ୍ ଅଛି, ତୁମ୍ଭେମାନେ ସର୍ବଦା ମୋ ଭକ୍ତମାନଙ୍କର ସଙ୍ଗ ଲାଭ କରୁଥାଅ। ଏହା କହି ଭଗବାନ ସଙ୍ଗେ ସଙ୍ଗେ ସେଠାରୁ ଅନ୍ତର୍ଧ୍ୟାନ ହୋଇଗଲେ। ତାଙ୍କର ପରମ ମାଧୁର୍ଯ୍ୟମୟୀ ରୂପ ଦର୍ଶନ କରି ମଧ୍ୟ ସେମାନଙ୍କର ନେତ୍ର ତୃପ୍ତି ଲାଭ କରିପାରିଲା ନାହିଁ। ସେମାନେ ଅତୃପ୍ତ ବାସନାରେ ସେହି ବନ ମଧ୍ୟରେ ହିଁ ଦଣ୍ଡାୟମାନ ହୋଇ ରହିଲେ। ଯେତେବେଳେ ଅପ୍ରତିହତ ପ୍ରଭାବଶାଳୀ ପ୍ରଭୁ ନିଜର ଧାମକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ପ୍ରଚେତାଗଣ ଧୀର ସ୍ଥିର ହୋଇ ସମୁଦ୍ରର ଜଳରାଶି ମଧ୍ୟରୁ ବାହାରି ଆସିଥିଲେ। ଏହାପରେ ମୁଁ ଭାବୁଛି ଅନ୍ୟ କେହି ୟାଙ୍କର ବର୍ଣ୍ଣନାଟା ଶେଷ ପର୍ଯ୍ୟନ୍ତ କରିବେ। ଏବଂ ମୋର ଏହି ସମୟରେ ମନେ ପଡୁଛି ସତ୍ସଙ୍ଗ ଦ୍ୱାରା କ'ଣ ଲାଭ ହୁଏ, ଯାହା ବିଷୟରେ ଆମର ଶଙ୍କରାଚାର୍ଯ୍ୟ ତାଙ୍କର ଲେଖନୀରେ ଲେଖିଥିଲେ ଯେ ସତ୍ସଙ୍ଗତ୍ୱେ ନିସଙ୍ଗତ୍ୱମ୍ ନିସଙ୍ଗତ୍ୱେ ନିର୍ମୋହତ୍ୱମ୍ ନିର୍ମୋହତ୍ୱେ ଚଞ୍ଚଳ ଚିତ୍ତମ୍ ଚଞ୍ଚଳ ଚିତ୍ତେ ପ୍ରଶାନ୍ତି ପ୍ରାପ୍ତି। ସତ୍ସଙ୍ଗତ୍ୱେ ନିସଙ୍ଗତ୍ୱମ୍ ନିସଙ୍ଗତ୍ୱେ ନିର୍ମୋହତ୍ୱମ୍ ନିର୍ମୋହତ୍ୱେ ନିଶ୍ଚଳ ଚିତ୍ତମ୍। ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି, ଚଞ୍ଚଳ ଚିତ୍ତ ବୋଲି କହିଦେଲି। ନିଶ୍ଚଳ ଚିତ୍ତମ୍ ନିଶ୍ଚଳ ଚିତ୍ତେ ପ୍ରଶାନ୍ତି ପ୍ରାପ୍ତି। ତ ପ୍ରକୃତିରେ ଭଗବାନଙ୍କର ଯୋଉଠି ଗୁଣଗାନ କରାଯାଉଥାଏ, ସେହିଠାରେ ହିଁ ପ୍ରକୃତିରେ ଯିଏ ବୈରାଗ୍ୟକୁ ଅନୁଭବ କରିଛି ବା ଯିଏ ଜାଣିଛି ପ୍ରଭୁଙ୍କର ଦର୍ଶନର ମହିମା କ'ଣ ବା ପ୍ରଭୁଙ୍କର କଥା ଶୁଣିବାର ଯୋଉ ଆନନ୍ଦ ରହିଛି, ସେ ଆନନ୍ଦକୁ ଆମେ ଅନୁଭବ କରି ସାରିଛେ। ଆପଣମାନେ ସମସ୍ତେ ପ୍ରତିଦିନ ଗୁରୁଙ୍କର ମୁଖରୁ ସଦାସର୍ବଦା ଆମେ ଏଇ ଯୋଉ ଭଗବାନଙ୍କର ଗୁଣଗାନକୁ ଶୁଣୁଛୁ ବା ସତ୍ସଙ୍ଗ କରୁଛୁ, ୟାର ମହିମା ଅନେକ ବେଶୀ ଏବଂ ଏହା ଦ୍ୱାରା ଧୀରେ 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 ଆମେ ସେଇ ପରମ ପ୍ରିୟ ପ୍ରଭୁଙ୍କ ଆଡ଼କୁ ଗତି କରୁଛୁ। ତ ପ୍ରଚେତାଙ୍କର କଥା କହିଲା ବେଳେ ମୋର ମନେ ହେଉଛି ଯେ ମୁଁ ମଧ୍ୟ ସେମାନଙ୍କ ଭିତରୁ ଜଣେ ଥିଲି ଏବଂ ମୋତେ ପ୍ରଭୁ ଦର୍ଶନ କରୁଛନ୍ତି। ଯଦି କୋଉଠି ଭୁଲ ଥିବ କ୍ଷମା ଦେବେ। ଜୟ ଜଗନ୍ନାଥ। ହରେ କୃଷ୍ଣ। हरे कृष्ण। बहुत बढ़िया माता जी, संक्षिप्त रे कहबे कहे बहुत बढ़िया। हरे कृष्ण दीनबंधु प्रभु। हरे कृष्ण प्रभु जी, धन्यवाद प्रणाम प्रभु जी। हरे कृष्ण। माता तो सब कहीदेले। हाँ हो हौ प्रभु जी। आप ताहा पे कहंतु। आज्ञा आज्ञा, हौ ठीक अछि प्रभु जी। हरे कृष्ण प्रभु, धन्यवाद प्रणाम प्रभु। ओम नमो भगवते वासुदेवाय। ओम नमो नारायणाय।
गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। प्रिय गुरुदेवଙ୍କର ଚରଣ କମଳରେ ଦଣ୍ଡବତ ପ୍ରଣାମ। ମୁଁ ମୋର ଛୋଟିଆ ଯୋଉ ସ୍ୱଚ୍ଛତା ବିଷୟରେ କହିବି ତା ପୂର୍ବରୁ ନାରଦ ମୁନିଙ୍କର ଯୋଉ ପ୍ରାଚୀନ ବହିଙ୍କ ସହିତ ଯୋଉ କଥୋପକଥନ ହେଇଥିଲା ଟିକେ ତାକୁ ମୁଁ ଆଲୋକପାତ କରିବି। ନାରଦ କହିଲେ, ପ୍ରିୟ ରାଜନ, ଏକଦା ଗୋଟିଏ ମୃଗ ତାର ପତ୍ନୀ ସହିତ ମିଶି ଗୋଟିଏ ଖୁବ ସୁନ୍ଦର ଉଦ୍ୟାନ ଭିତରେ ତୃଣ ଚରିବାରେ ବ୍ୟସ୍ତ ଥିଲା। ଯେହେତୁ ମୃଗଟି ସମ୍ପୂର୍ଣ୍ଣ ଭାବରେ ତୃଣ ଭୋଜନରେ ବ୍ୟସ୍ତ ଥିଲା ଓ ଭ୍ରମର ମାନଙ୍କର ଗୁଣୁ ଗୁଣୁ ଗୀତରେ ମଜିଥିଲା, ତେଣୁ ସେ ବାଘ ମାନେ ହଉଛି ସମୟ, ତା ସମ୍ମୁଖରେ ଛିଡା ହେବା ଓ ତା ପଛ ପାର୍ଶ୍ଵରେ ବ୍ୟାଧ ଆସିବାର ଜାଣିପାରିଲା ନାହିଁ। ବ୍ୟାଧ ହଉଛି ମୃତ୍ୟୁ। ଆମ ମାନଙ୍କର ଠିକ ଅବସ୍ଥା ମୃଗର। ଆମକୁ କେଉଁ ସମୟରେ ମୃତ୍ୟୁ ଆସିବ ତାହା ଜଣା ନାହିଁ, କିନ୍ତୁ ଆମେ ସମସ୍ତେ ପତ୍ନୀ ଓ ପୁତ୍ରଙ୍କର କଥାରେ ଖୁବ ଆନନ୍ଦ ଲାଭ କରୁ। ରାଜା ନାରଦଙ୍କ ଠାରୁ ସବୁ ଭୌତିକ ଜଗତ କଥା ଶୁଣିବା ପରେ ନିଜର ଶେଷ ପ୍ରଶ୍ନ ରୂପେ ପଚାରିଥିଲେ, ରାଜନ, ଜଣେ ମୃତ୍ୟୁ ପରେ କିପରି ନିଜର ପୂର୍ବ ଜନ୍ମର ଫଳକୁ ଭୋଗେ? ନାରଦ ମୁନି ବୁଝେଇଥିଲେ, ଆମର ସ୍ଥୂଳ ଶରୀର କ୍ଷୟ ହୁଏ, କିନ୍ତୁ ସୂକ୍ଷ୍ମ ଶରୀର ମନ ବୁଦ୍ଧି ଓ ଅହଙ୍କାର ସହିତ ନୂତନ ଶରୀର ପ୍ରାପ୍ତ କରେ। ଏହାକୁ ଆହୁରି ସୁନ୍ଦର ଭାବରେ ବୁଝିବା ପାଇଁ ସେ ସ୍ୱପ୍ନର ବୃତ୍ତାନ୍ତ ଦେଇଥିଲେ। ଆମେ ଏମିତି କିଛି ସ୍ୱପ୍ନ ଦେଖିଥାଉ ଯାହାକି କେବେ ହେଲେ ଏହି ଜନ୍ମରେ ଘଟି ନଥାଏ। ମନୁଷ୍ୟର ମନ ହିଁ ଗତ ଜୀବନ ସମସ୍ତ ପ୍ରକାର ଚିନ୍ତାଧାରା ଏବଂ ଅଭିଜ୍ଞତା ଗୁଡିକର ଗନ୍ତାଘର। ଯେ ପର୍ଯ୍ୟନ୍ତ ଗୋଟିଏ ଜୀବିତ ପ୍ରାଣୀ ଇନ୍ଦ୍ରିୟ ସୁଖ ନିମନ୍ତେ କାର୍ଯ୍ୟ କରି ଚାଲିଥାଏ, ସେ ନିଶ୍ଚିନ୍ତ ଭାବରେ ଜନ୍ମ ମୃତ୍ୟୁର ଚକ୍ରରେ ଆବଦ୍ଧ ହୋଇ ରହିବ। ଜଣେ ଜ୍ଞାନୀ ପରମେଶ୍ୱରଙ୍କ ସେବାରେ ସଦା ନିୟୋଜିତ ହେବା ଉଚିତ, ଯେପରି ସେ ସ୍ଥୂଳ ଓ ସୂକ୍ଷ୍ମ ଆବରଣରୁ ମୁକ୍ତି ପାଇପାରିବ। ଏହା ହେଲେ ସେ ଜୀବନ ମୁକ୍ତ ହେଇପାରିବ। ଏହାପରେ ରାଜା ପ୍ରାଚୀନ ବହି ଗୃହ ତ୍ୟାଗ କରି ଗଙ୍ଗା ସାଗରରେ ତପସ୍ୟା କରି ଶରୀର ତ୍ୟାଗ କରିଥିଲେ। ସୁଜାତା ମାତାଜୀ ଯୋଉ ପର୍ଯ୍ୟନ୍ତ କହିଲେ ତା ପର ଆଗରୁ ମୁଁ ଆଉ ଟିକେ ଆଗେଇ ନେଇଯାଉଛି। ତାପରେ ଯେତେବେଳେ ପ୍ରଚେତା ମାନେ ଜଳ ମଧ୍ୟରୁ ବାହାରିଲେ, ସେମାନେ ଦେଖିଲେ ବୃକ୍ଷ ଗୁଡିକ କିପରି ଉଚ୍ଚ ହୋଇଯାଇଛି, ସତେ ଯେପରି ସ୍ୱର୍ଗରୁ ଯିବା ମାର୍ଗକୁ ଅବରୋଧ କଲା ସଦୃଶ। ରାଜାଙ୍କର ଅନୁପସ୍ଥିତି କାରଣରୁ କୃଷି କାର୍ଯ୍ୟ ପ୍ରାୟତଃ ଅବହେଳିତ ହୋଇଯାଇଥିଲା ଏବଂ ସେଥିପାଇଁ ବୃକ୍ଷ ଗୁଡିକ ସମଗ୍ର ଧାରାପୃଷ୍ଠକୁ ଆଚ୍ଛାଦିତ କରିଦେଇଥିଲା। ଏହା ଦେଖି ପ୍ରଚେତା ମାନେ ଖୁବ କ୍ରୋଧିତ ହୋଇ ଉଠିଲେ ଏବଂ ପ୍ରଳୟ ସମୟରେ ଶିବଙ୍କର ସଦୃଶ ସେମାନେ ମୁଖରୁ ଅଗ୍ନି ଓ ବାୟୁ ନିର୍ଗତ କରି ଧରାପୃଷ୍ଠକୁ ବୃକ୍ଷହୀନ କରିଦେଲେ। ଭଗବାନ ବ୍ରହ୍ମା ଯେତେବେଳେ ଦେଖିଲେ ଯେ କିପରି ବୃକ୍ଷ ଗୁଡିକ ଜଳି ପୋଡି ଭସ୍ମ ହୋଇଯାଉଛି, ସେ ତତ୍କାଳ ପ୍ରାଚୀନ ବହି ନିକଟକୁ ଆସିଲେ ଓ ସେମାନଙ୍କୁ ଯୁକ୍ତି ସମ୍ପନ୍ନ ବଚନ ଓ କାରଣ ବୁଝାଇ ଶାନ୍ତ କଲେ। ତାପରେ ବ୍ରହ୍ମାଙ୍କର ଆଦେଶ କ୍ରମେ ଅବଶିଷ୍ଟ ଜଳି ନଥିବା ବୃକ୍ଷ ଗୁଡିକ ଭୟଭୀତ ହୋଇ ସେମାନଙ୍କର କନ୍ୟା ମାରିସଙ୍କୁ ପ୍ରଚେତା ମାନଙ୍କର ହସ୍ତରେ ଅର୍ପଣ କଲେ ଏବଂ ରାଜକୁମାର ଗଣ ତାଙ୍କୁ ସେମାନଙ୍କର ପତ୍ନୀ ରୂପେ ଗ୍ରହଣ କଲେ। ପରବର୍ତ୍ତୀ ସମୟରେ ମାରିସଙ୍କ ଗର୍ଭରୁ ବ୍ରହ୍ମାଙ୍କର ପୁତ୍ର ଦକ୍ଷ ଭଗବାନ ଶିବଙ୍କର ଅପମାନ କରିଥିବା ଫଳସ୍ୱରୂପ ଜଣେ କ୍ଷତ୍ରିୟ ରୂପେ ଜନ୍ମଗ୍ରହଣ କଲେ। ଯଦିଓ ସେ ମୂଳରୁ ଥିଲେ ଜଣେ ବ୍ରାହ୍ମଣ, ଦକ୍ଷଙ୍କର ଶରୀର ତେଜରେ ଅନ୍ୟ ସମସ୍ତ ତେଜ ନିଷ୍ପ୍ରଭ ହୋଇଗଲା ଏବଂ ଯେହେତୁ କର୍ମ କରିବାରେ ସେ ଖୁବ ନିପୁଣ ଥିଲେ, ସେଥିପାଇଁ ଭଗବାନ ବ୍ରହ୍ମା ପୁନର୍ବାର ତାଙ୍କୁ ଜଣେ ପ୍ରଜାପତି ଭାବରେ ଅଭିଷିକ୍ତ କଲେ। ଯେପରି ଚାକ୍ଷୁଷ ମନ୍ୱନ୍ତର ସମୟରେ ସେ ଜୀବିତ ପ୍ରାଣୀ ସୃଷ୍ଟି କରିପାରିବେ। ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ପ୍ରଚେତା ଗଣ ପୃଥିବୀକୁ ହଜାର ହଜାର ଦିବ୍ୟ ବର୍ଷ ପର୍ଯ୍ୟନ୍ତ ଶାସନ କଲେ। ପରିଶେଷରେ ଅବଶ୍ୟ ସେମାନେ ପରମେଶ୍ୱର ପ୍ରଭୁଙ୍କର ବାଣୀକୁ ସ୍ମରଣ କଲେ ଏବଂ ସେଥିପାଇଁ ଦକ୍ଷକୁ ସେମାନଙ୍କର ପତ୍ନୀର ଦାୟିତ୍ୱ ନ୍ୟସ୍ତ କରି ସେମାନେ ଗୃହ ତ୍ୟାଗ କରିବାକୁ ନିଷ୍ପତ୍ତି ନେଲେ। ତାପରେ 10 ଜଣ ପ୍ରଚେତା ସମୁଦ୍ର ତଟକୁ ଗଲେ, ଯେଉଁଠାରେ ଜାଜଳି ମୁନି ବାସ କରୁଥିଲେ ଏବଂ ସେହିଠାରେ ସେମାନେ ସମ୍ପୂର୍ଣ୍ଣ କୃଷ୍ଣ ଚେତନା ପ୍ରାପ୍ତି କରିପାରିବା ଏକ ମାଧ୍ୟମ ଭାବରେ ଯୋଗ ସାଧନ ଅଭ୍ୟାସ କଲେ। ସେହି ସମୟରେ ନାରଦ ପ୍ରଚେତା ମାନଙ୍କୁ ସାକ୍ଷାତ କରିବାକୁ ଆସି ପହଞ୍ଚିଲେ ଏବଂ ସେମାନେ ମହାନ ଋଷିଙ୍କୁ ଦର୍ଶନ କରିବା କ୍ଷଣି ଆସିବା ସ୍ଥାନରୁ ଉଠି ପଡି ତାଙ୍କୁ ପ୍ରଣାମ କଲେ।
ଯେଉଁ ସମୟରେ ନିଜର ଭଗବତ ପ୍ରାପ୍ତର ଚରମ ସୀମା ଆସିଯାଏ ସେତେବେଳେ ଦେବଦୂତ ଆସି ଯାଆନ୍ତି ପହଞ୍ଚି ଯାଆନ୍ତି ପାଖରେ। ସେହିପରି ନାରଦ ମୁନି ଦେବଦୂତ ସାଜି ତାଙ୍କ ପାଖରେ ପହଞ୍ଚିଥିଲେ। ଏ ମହାନ ମୁନିବର, ଆମର ଏହା ଏକ ସୌଭାଗ୍ୟ ଯେ ଆମେମାନେ ଏଠାରେ ଆପଣଙ୍କର ଦର୍ଶନ ପାଇଲୁ। ଠିକ ସେପରି ସୂର୍ଯ୍ୟ ଜୀବଗଣକୁ ରାତ୍ରିର ଭୟରୁ ଉପଶମ ପ୍ରଦାନ କରିବା ପାଇଁ ଯାତ୍ରା କରିଥାନ୍ତି ଅବିକଳ, ସେହିପରି ଆପଣ ମଧ୍ୟ ବୁଲି ବୁଲୁଥିବା ସମୟରେ ସେଇମାନଙ୍କ ମନରୁ ଭୟ ଦୂର କରିଥାନ୍ତି ଯେଉଁମାନେ ଆପଣଙ୍କର ଦର୍ଶନ ଲାଭ କରନ୍ତି। ଏ ଆଧ୍ୟାତ୍ମିକ ଗୁରୁ ସାଂସାରିକ ମୋହରେ ଅତ୍ୟଧିକ ଭାବରେ ଆସକ୍ତ ରହି ଆମେମାନେ ଭଗବାନ ଶିବ ଓ ପ୍ରଭୁ ବିଷ୍ଣୁଙ୍କର ନିକଟରୁ ପ୍ରାପ୍ତ କରିଥିବା ଉପଦେଶ ବାଣୀ ଭୁଲି ଯାଇଛୁ। ସେଥିପାଇଁ ଦୟାକରି ଆମକୁ ଆପଣଙ୍କର ଦିବ୍ୟ ଜ୍ଞାନ ଓ ଆଲୋକର ପୁନର୍ବାର ଜ୍ଞାନ ଲୋକ ପ୍ରଦାନ କରନ୍ତୁ। ଯେମିତି ଆମକୁ ପ୍ରତ୍ୟେକ ଦିନ ଆମର ଗୁରୁଦେବ ଭଗବତ ବାଣୀ ଶୁଣେଇ ଆମର ଭୌତିକ ଜୀବନର ଯୋଉ କାମନା ଅଛି ତାକୁ ଧ୍ୱଂସ କରିକି ଆମକୁ ବୈରାଗ୍ୟ ଓ ଅଭ୍ୟାସକୁ ଅବଗତ କରୁଛନ୍ତି। ସେହିପରି ନାରଦ ମୁନି ତାଙ୍କୁ ସବୁ ଜିନିଷ କହିଥିଲେ। ଜଣେ ଶ୍ରେଷ୍ଠ ମନୁଷ୍ୟର 3 ପ୍ରକାର ଜନ୍ମ ଥାଏ। ଆମେ ସମସ୍ତେ ଜାଣିଥିବା ଶୁକ୍ର ନିଗ୍ରତ ଦ୍ଵାରା, ଯୋଉଟା ଶୁକ୍ର କୁହାଯାଏ, ସାବିତ୍ର, ତାପରେ ଆମର ହଉଛି ଯାଜ୍ଞିକ। ଏଇ ସମସ୍ତ ସୁଯୋଗ ଜଣେ ପାଇବା ସତ୍ତ୍ୱେ ଯଦି ପ୍ରକୃତିରେ ଭଗବାନଙ୍କର ସେବାରେ ନିଜକୁ ନିୟୋଜିତ ନ କରେ ତେବେ ତାର ସମସ୍ତ କାର୍ଯ୍ୟ ନିରର୍ଥକ ବୋଲି ବିବେଚନା କରାଯାଏ। ଭକ୍ତିମୟ ସେବା ବିନା ବା ପରମେଶ୍ୱର ଭଗବାନଙ୍କୁ ସନ୍ତୁଷ୍ଟ ନ କରିପାରିଲେ ତେବେ ସେସବୁ ତପସ୍ୟା, ଜ୍ଞାନ ଆହରଣ କିମ୍ବା ଇନ୍ଦ୍ରିୟ ଶକ୍ତିର କଣ ଅଛି? ସମସ୍ତ ପ୍ରକାର ଐଶ୍ୱରିକ ଅଭ୍ୟାସ ଗୁଡିକ ବ୍ୟର୍ଥ ଯଦି ସେଗୁଡିକ ପ୍ରଭୁ ପରମେଶ୍ୱରଙ୍କୁ ସର୍ବଶେଷ ଉପଲବ୍ଧି ରୂପେ ଜାଣିବାରେ ସହାୟକ ନ ହୁଏ। ଯେପରି ଗୋଟିଏ ବୃକ୍ଷ ମୂଳରେ ଗୁରୁଦେବ ଯୋଉ ଉଦାହରଣଟି ଦେଇଥିଲେ ଆମକୁ, ବୃକ୍ଷ ମୂଳରେ ପାଣି ଦେଲେ ତାର ଗଣ୍ଠି, ଶାଖା, ଡାଳ ଓ ପତ୍ର ଗୁଡିକ ପୋଷଣ ରହି କରିଥାଏ। ସେପରି ପାକସ୍ଥଳୀକୁ ଖାଦ୍ୟ ଯୋଗାଇବା ଦ୍ଵାରା ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଗୁଡିକ ଶକ୍ତି ପାଇଥାନ୍ତି। ସେହିପରି ଭାବରେ କେବଳ ପ୍ରଭୁ ପରମେଶ୍ୱରଙ୍କୁ ପୂଜା କଲେ ସମସ୍ତ ଦେବାଦେବୀ ମାନେ ଯେଉଁମାନେ ତାଙ୍କର ଅଂଶ ବିଶେଷ ଅଟନ୍ତି ସେମାନେ ସମସ୍ତେ ସନ୍ତୁଷ୍ଟ ହୁଅନ୍ତି, ଅନୁରୂପ ଭାବରେ ଆମକୁ ବର ପ୍ରଦାନ କରିଥାନ୍ତି। ପ୍ରିୟ ରାଜକୁମାର ଗଣ, ନିଜକୁ ପରମାତ୍ମାଙ୍କ ଭକ୍ତିମୟ ସେବାରେ କେବଳ ନିୟୋଜିତ କର। ସମସ୍ତ ପ୍ରାଣୀମାନଙ୍କୁ ଜଗତକୁ କରୁଣା ପ୍ରଦର୍ଶନ କରି ସନ୍ତୁଷ୍ଟ ରହି ଏବଂ ତୁମର ଇନ୍ଦ୍ରିୟ ଗୁଡିକ ନିୟନ୍ତ୍ରିତ ରଖି ତୁମେ ପରମେଶ୍ୱର ପ୍ରଭୁ ଜନାର୍ଦ୍ଦନକୁ ସନ୍ତୁଷ୍ଟ କରିପାରିବ। ପ୍ରଚେତା ମାନଙ୍କୁ ଉପଦେଶ ପ୍ରଦାନ କରି ନାରଦ ବ୍ରହ୍ମଲୋକ ନିମନ୍ତେ ପ୍ରସ୍ଥାନ କଲେ ଏବଂ ମହାନ ଋଷିଙ୍କୁ ଶ୍ରବଣ କରି ବହିର୍ଷତ୍ ପୁତ୍ର ଗଣ ପରମେଶ୍ୱରଙ୍କ ପ୍ରଭୁଙ୍କ ପ୍ରତି ଦୁର୍ଭାବତ ଆସକ୍ତ ହୋଇ ରହିଲେ। ପରିଶେଷରେ ପରମେଶ୍ୱର ପ୍ରଭୁଙ୍କ ଚରଣ କମଳରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଧ୍ୟାନଗତ କରି ପ୍ରଚେତା ମାନେ ଜୀବନର ସର୍ବଶେଷ ଲକ୍ଷ୍ୟ ସ୍ଥଳ ପ୍ରଭୁଙ୍କ ଧାମକୁ ପ୍ରତ୍ୟାବର୍ତ୍ତନ କଲେ। ସୁଖଦେବ ଗୋସ୍ୱାମୀ ମହାରାଜା ପରୀକ୍ଷିତଙ୍କୁ କହିଲେ, ହେ ସର୍ବୋତ୍ତମ ରାଜନ, ବର୍ତ୍ତମାନ ମୁଁ ସ୍ୱୟଂଭୁବ ମନୁଙ୍କର ପ୍ରଥମ ପୁତ୍ର ଉତ୍ତାନପାତଙ୍କ ବଂଶଧର ମାନଙ୍କ ବିଷୟରେ ବର୍ଣ୍ଣନା କରିବା ସମାପ୍ତ କଲି। ଏହାପରେ ମୁଁ ରାଜା ପ୍ରିୟବ୍ରତ ଓ ତାଙ୍କର ବଂଶଧର ମାନଙ୍କ ବିଷୟରେ ବିବରଣ ଦେବି। ହରେ କୃଷ୍ଣ ପ୍ରଭୁ, ଦଣ୍ଡବତ ପ୍ରଣାମ। କିଛି ଭୁଲ ହେଇଥିଲେ କ୍ଷମା କରିବେ। ସମସ୍ତଙ୍କୁ ହରେ କୃଷ୍ଣ, ଦଣ୍ଡବତ ପ୍ରଣାମ। हरे कृष्ण। धन्यवाद प्रभु जी, बहुत सुंदर। वर्तमान ଆଉ ଆଉ କାହାର କାହାର ଅଛି? ନୟନା ମାତା जी କିଛି କହୁଛନ୍ତି? ଠିକ ଅଛି। हरे कृष्ण प्रभु, सादर ହଁ प्रणाम प्रभु। तंटी बज जाइए जी। ହଉ ଠିକ ଅଛି, ଠିକ ଅଛି। ତେବେ ଆଉ କିଏ? ବିକ୍ରମ ପ୍ରଭୁ। ଆଜ୍ଞା, ହରେ କୃଷ୍ଣ ପ୍ରଭୁଜୀ। ରବୀନ୍ଦ୍ର ପଣ୍ଡା ପ୍ରଭୁଜୀ କହିବେ କହୁଥିଲେ, ପ୍ରଭୁଜୀ ଆସିନାହାନ୍ତି ବୋଧେ। ହଁ, ରବୀନ୍ଦ୍ର ଚେଷ୍ଟା କରିବି ବୋଲି କହୁଥିଲେ। ଆଉ ତାପରେ ପ୍ରତିମା ମାତାଜୀ। ହଁ, ପ୍ରତିମା ମାତା जी କିଛି କହିବି କହୁଥିଲେ ନା? ଆଜ୍ଞା, ପ୍ରତିମା ମାତା जी ତ କୋଷ୍ଟ ଅଛନ୍ତି। ହରେ କୃଷ୍ଣ ପ୍ରତିମା ମାତା जी। हरे कृष्ण प्रभु जी, मोर प्रभु जी तंटी बज Yes. हरे कृष्ण, हरे कृष्ण। नेक्स्ट अनुमोदन करी प्रभु जी। ठीक है, ठीक है, ठीक है। ହଁ। ଆଉ ଆଉ କିଏ କହିବାର ଅଛି? ତ ବିକ୍ରମ ବାବୁ କିଛି କହୁଛନ୍ତି ନା ସମାପ୍ତ କରିବା ଆଜିର କାର୍ଯ୍ୟକ୍ରମ?
हाँ समाप्त करिया प्रभु जी। ठीक अछि ताऊ कार किछ कहवार नहीं। हरे कृष्ण प्रभु ମୁଁ ଟିକେ କହୁଛି ଟିକେ। हाँ हाँ माता जी कहो हरे कृष्ण हरे कृष्ण। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ଶ୍ରୀମଦ୍ ଭାଗବତମ୍ ଚତୁର୍ଥ ସ୍କନ୍ଧ 31 ଅଧ୍ୟାୟ ନାରଦ ମୁନିଙ୍କର ପ୍ରଚେତାଗଣକୁ ଉପଦେଶ। ପ୍ରାଚୀନ ବହିର୍ଷଦଙ୍କ ପୁତ୍ର ପ୍ରଚେତାଗଣ ହଜାର ହଜାର ବର୍ଷ ତପସ୍ୟା କଲା ପରେ ତାଙ୍କର ଦିବ୍ୟ ଜ୍ଞାନ ଉଦିତ ହୋଇଥିଲା। ତପସ୍ୟା ଶେଷରେ ସେମାନେ ଭଗବାନଙ୍କର ଆଶୀର୍ବାଦ ମଧ୍ୟ ଲାଭ କଲେ। ଶ୍ରୀ ଭଗବାନ ସେମାନଙ୍କୁ ଆଶୀର୍ବାଦ ଦେଇ କହିଥିଲେ, ଗୃହସ୍ଥ ଜୀବନ ଶେଷ କଲା ପରେ ଯଥା ସମୟରେ ଭଗବତ ଧାମକୁ ତୁମେ ଫେରି ଯାଇପାରିବ। ଭଗବାନଙ୍କର ବାକ୍ୟ ସ୍ମରଣ କରି ସେମାନେ ସେମାନଙ୍କର ପୁତ୍ର ଦକ୍ଷଙ୍କ ହସ୍ତରେ ସେମାନଙ୍କର ପତ୍ନୀକୁ ସମର୍ପଣ କରି ସେମାନେ ଗୃହତ୍ୟାଗ କଲେ। ପ୍ରଚେତାଗଣ ସର୍ବଭୂତରେ ପରମାତ୍ମାଙ୍କ ଦର୍ଶନ ନିମିତ୍ତ ଜ୍ଞାନ ଅର୍ଜନ କରିବା ପାଇଁ ସେମାନେ ପଶ୍ଚିମ ଦିଗରେ ସେ ସମୁଦ୍ର ତଟରେ ଯେଉଁ ସ୍ଥାନରେ କି ଜାଜଳି ନାମକ ସେ ଋଷି ସିଦ୍ଧି ଲାଭ କରିଥିଲେ ସେଇଠାକୁ ଯାଇକି ପୁଣି ସେମାନେ ତପସ୍ୟା ଆରମ୍ଭ କରିଦେଲେ। ଶ୍ରୀ ଶିବଜୀଙ୍କର ଉପଦେଶ ପାଳନ କରି ପ୍ରଚେତାଗଣ ମଧ୍ୟ ପରମ ବ୍ରହ୍ମଙ୍କୁ ଶ୍ୟାମ ସୁନ୍ଦର ରୂପରେ ଧ୍ୟାନ କରୁଥିବା ସମୟରେ ସୁରାସୁର ପୂଜିତ ନାରଦ ସେମାନଙ୍କୁ ଦର୍ଶନ ପ୍ରଦାନ କରିଥିଲେ। ନାରଦ ମୁନିଙ୍କର ଭଳି ବୈଷ୍ଣବଙ୍କର ଦର୍ଶନ କରି ପ୍ରଚେତାଗଣ ତାଙ୍କର ଯଥାବିଧି ଅଭିବାଦନ କରି ପୂଜା ଅର୍ପଣ କରି ତାଙ୍କ ପାଖରେ ସେମାନେ ଭକ୍ତି ଯୋଗ ବିଷୟରେ ଜିଜ୍ଞାସା କରିବାକୁ ଲାଗିଲେ। ହେ ପ୍ରଭୁ, ଶ୍ରୀ ଶିବଜୀ ଓ ଭଗବାନଙ୍କର ଉପଦେଶକୁ ଅବମାନନା କରି ଆମ୍ଭେମାନେ ଗୃହରେ ଅତ୍ୟନ୍ତ ଆସକ୍ତ ହୋଇ ବିସ୍ମୃତ ହୋଇଯାଇଅଛୁ। ଆମମାନଙ୍କ ମଧ୍ୟରେ ସେଇ ଜ୍ଞାନ ପୁଣି ଥରେ ଉଜ୍ଜୀବିତ କରନ୍ତୁ, ଯେଉଁ ଦିବ୍ୟ ଜ୍ଞାନ ବା ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ଆମେ ଅନାୟାସରେ ଏହି ଭବସାଗରରୁ ଉତ୍ତୀର୍ଣ୍ଣ ହୋଇପାରିବୁ। ମହାମୁନି ନାରଦ କହିଲେ, ଭଗବାନ ବିଷ୍ଣୁ ବା ନାରାୟଣଙ୍କର ଭକ୍ତି ହେଉଛି ଜୀବନର ପରମ ଉଦ୍ଦେଶ୍ୟ। ଯେଉଁ ଜନ୍ମ ଦ୍ୱାରା ଭଗବାନ ସେବିତ ହୁଅନ୍ତି ସେଇ ଜନ୍ମ ହିଁ ଜନ୍ମ। ଯେଉଁ କର୍ମ ଦ୍ୱାରା ଭଗବାନଙ୍କର ସେବା ହୁଏ ସେଇ କର୍ମ ହିଁ ଏକମାତ୍ର କର୍ମ। ଆଉ ଯେଉଁ ଆୟୁ ଦ୍ୱାରା ଶ୍ରୀ ହରିଙ୍କର ସେବା ହୁଏ ତାହା ହିଁ ହେଉଛି ପରମାୟୁ। ଶୁଦ୍ଧ ମନ ଶୁଦ୍ଧ ବାକ୍ୟ ଦ୍ୱାରା ପରମ ପୁରୁଷ ଭଗବାନଙ୍କର ପରମେଶ୍ୱର ଶ୍ରୀ ହରିଙ୍କର ସେବିତ ହୁଅନ୍ତି। ବ୍ୟକ୍ତି କର୍ମଯୋଗ ବା ଜ୍ଞାନ ଯୋଗ କିମ୍ବା ଅଷ୍ଟାଙ୍ଗ ଯୋଗ ସାଧନା ଆରମ୍ଭ କଲେ ସୁଦ୍ଧା ସେମାନେ ଭଗବାନଙ୍କୁ ପାଇପାରିବେ ନାହିଁ। କେବଳ ଭକ୍ତି ଯୋଗକୁ ଆସିବାକୁ ପଡ଼ିବ। ଭକ୍ତି ଯୋଗକୁ ନ ଆସିଲେ ବ୍ୟକ୍ତି କେବେ ହେଲେ ଆତ୍ମାନୁଭୂତି ଲାଭ କରିପାରିବେ ନାହିଁ କିମ୍ବା ଅଦ୍ୱୈତ ଭଗବାନଙ୍କୁ ଜାଣିପାରିବେ ନାହିଁ। ପୁଣି ନାରଦ ପ୍ରଚେତାଗଣଙ୍କୁ କହିଲେ, ଏଇ ସଂସାରରେ ଗୋଟିଏ ବଡ଼ ବୃକ୍ଷ ଅଛି, ଯେଉଁ ବୃକ୍ଷର ମୂଳ ହେଲା ଅଜ୍ଞାନ ବା ମୁଁ ଶରୀର, ଦଣ୍ଡ ହେଲା ଆମର ଅହଙ୍କାର, ଶାଖା ପ୍ରଶାଖା ଗୁଡ଼ା କର୍ମ, ଧର୍ମ ଅଧର୍ମ ସକାମ କାର୍ଯ୍ୟ, ପତ୍ର ଗୁଡ଼ା ବେଦୀୟ କର୍ମକାଣ୍ଡ, ଫୁଲ ହେଲା ଆଶା ଓ ଇଚ୍ଛା, ଫଳ ହେଲା ସୁଖ ଓ ଦୁଃଖ। ଜୀବ ଏଇ ବୃକ୍ଷରେ ବସି କେବଳ ସୁଖ ପାଏ ତାହା ନୁହେଁ, ସେ ଦୁଃଖ ମଧ୍ୟ ପାଏ, କିନ୍ତୁ ବୃକ୍ଷକୁ ଛାଡ଼ି ପାରେ ନାହିଁ। ମନୁଷ୍ୟର ସମସ୍ୟା ହେଲା ଯେ ସେ ସୁଖ ଚାହେଁ କିନ୍ତୁ ଦୁଃଖ ଚାହେଁ ନାହିଁ। କିନ୍ତୁ ଏଇ ଫଳ ଗୁଡ଼ାକ ହେଉଛି ଗୋଟିଏ ବୃକ୍ଷର ଫୁଲ। ତେଣୁ ଯଦି ସୁଖ ଯଦି ଆମେ ଚାହିଁବା ତାହେଲେ ଦୁଃଖ ନିଶ୍ଚିତ ଭାବରେ ଆମକୁ ଭୋଗ କରିବାକୁ ପଡ଼ିବ। ଯେମିତି ବୃକ୍ଷର ମୂଳରେ ପାଣି ଦେଲେ ସମସ୍ତେ ପାଆନ୍ତି, ସେହିପରି ଉଦରରେ ଖାଦ୍ୟ ଦେଲେ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ମଧ୍ୟ ଯାଇଥାଏ। ତେଣୁ ଭଗବାନକୁ ଆମେ ଯଦି ଭଗବାନ ଶ୍ରୀକୃଷ୍ଣଙ୍କୁ ଯଦି ଆମେ ଆରାଧନା କରିବା ତାହେଲେ ସବୁ ଦେବାଦେବୀ ଆମେ ସେ ପୂଜାଟା ପାଇପାରିବେ। ତେଣୁ ଭକ୍ତି ରୂପକ ଏଇ ଯୋଉ ବୃକ୍ଷ ଅଛି, ଆମର ଯୋଉ ଆସକ୍ତି ଅଛି, ସେଇଟାକୁ ଭକ୍ତି ରୂପକ କୁଲ୍ହାଡ଼ି ସାହାଯ୍ୟରେ ଆମେ ମୂଳକୁ ଯଦି ଛେଦନ କରିବା ତାହେଲେ ଆମେ ଭଗବାନଙ୍କର ନାମ ସ୍ମରଣ କରିପାରିବା, ଗୁଣ କୀର୍ତ୍ତନ କରିପାରିବା, ତାଙ୍କର ଚରଣ ସେବା କରିବା, ଭକ୍ତଙ୍କର ସତ୍ସଙ୍ଗ ଲାଭ କରିବା, ତାହେଲେ ଆମେ ଭୌତିକ ଆସକ୍ତିରୁ ମୁକ୍ତି ହେଇପାରିବା। ଏଇସବୁ ମିଶି ଅଜ୍ଞାନ ମୂଳକୁ କୁରାଢ଼ୀ ଯେଉଁ ପକାଇଲେ ତାର ସେ ଶୁଖି ଯାଉଛି। এই ସମସ୍ତ ଭୌତିକ ସୃଷ୍ଟି ଭଗବାନଙ୍କ ଶରୀରକୁ ଆସେ ଏବଂ ପ୍ରଳୟ ସମୟରେ ତାହା ଠାରେ ସେ ପ୍ରବିଷ୍ଟ ହୋଇଯାନ୍ତି। ଏହି ସୃଷ୍ଟି ଓ ପ୍ରଳୟ କ୍ରିୟା ମହାବିଷ୍ଣୁଙ୍କର ନିଶ୍ୱାସ ଯୋଗୁଁ ସମ୍ଭବପର ହୁଏ। ମହାବିଷ୍ଣୁ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଏକ କଳା। ପୁଣି ନାରଦ ମୁନି କହୁଛନ୍ତି, ଆକାଶରେ ଯେପରି କେତେବେଳେ ମେଘ ଆସୁଛି, କେତେବେଳେ ଆଲୁଅ ଆସୁଛି, କେତେବେଳେ ଅନ୍ଧାର ଆସୁଛି, ସେଇଗୁଡ଼ାକ ତଦ୍ରୂପ ଭାବରେ ପରମ ବ୍ରହ୍ମଙ୍କର ରଜ ତମ ଓ ସତ୍ୱରୂପ ଶକ୍ତି ପ୍ରବାହ ହେଉଛି। ପର୍ଯ୍ୟାୟକ୍ରମେ ପ୍ରକାଶିତ ହୋଇ ଲୀନ ହୋଇଯାଉଛି। ଭୂତ ପ୍ରକୃତି ପ୍ରକାଶର କାରଣ ଯେ ଭଗବାନ ହେଉଛନ୍ତି ସମସ୍ତ କାରଣର କାରଣ। ତେଣୁ ଭଗବାନଙ୍କର ଜନାର୍ଦ୍ଦନ ସ୍ୱଭକ୍ତ ମାନଙ୍କର କ୍ରିୟାବଳୀକୁ ଖୁବ୍ ଶୀଘ୍ର
ଭକ୍ତମାନଙ୍କର କ୍ରିୟାବଳୀରେ ଖୁବ୍ ଶୀଘ୍ର ସନ୍ତୁଷ୍ଟ ହୋଇଯାନ୍ତି। ଶୁଦ୍ଧ ଭକ୍ତ ସର୍ବଦା ଭଗବତ ଚିନ୍ତାରେ ନିମଗ୍ନ ଥାନ୍ତି। ଆଉ ଯେଉଁମାନେ ସକାମ କର୍ମକୁ ନେଇକି ଗର୍ବ କରନ୍ତି, ସର୍ବଦା ଭକ୍ତମାନଙ୍କୁ ଉପହାସ କରନ୍ତି, ଭଗବାନ ସେମାନଙ୍କର ପୂଜା କେବେ ହେଲେ ଗ୍ରହଣ କରନ୍ତି ନାହିଁ। ଶିଲ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, ଉଭୟ ଭଗବାନ ଓ ଭକ୍ତ ରସଜ୍ଞ ଅଟନ୍ତି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଆସକ୍ତକୁ ବା ସମ୍ପର୍କକୁ କେବେ ହେଲେ ଭୌତିକ ଆଖ୍ୟା ଦିଆଯାଇ ପାରିବ ନାହିଁ। ଏହା ସର୍ବଦା ଦିବ୍ୟ ସ୍ତରରେ ବିଦ୍ୟମାନ। ବ୍ରହ୍ମାଙ୍କର ପୁତ୍ର ଶ୍ରୀ ନାରଦ ମୁନି ଏହି ସମସ୍ତ ଓ ଅନ୍ୟାନ୍ୟ ଭଗବତ କଥା ପ୍ରଚେତାଗଣଙ୍କ ନିକଟରେ ବର୍ଣ୍ଣନା କରି ବ୍ରହ୍ମଲୋକକୁ ପ୍ରତ୍ୟାବର୍ତ୍ତନ କଲେ। ନାରଦ ମୁନିଙ୍କ ଠାରୁ ଭଗବାନଙ୍କର ଗୁଣ ମହିମା କୀର୍ତ୍ତନ ଶୁଣି ପ୍ରଚେତାଗଣ ଖୁବ୍ ସହଜରେ ଭଗବାନଙ୍କ ପ୍ରତି ଆକୃଷ୍ଟ ହୋଇ ପଡ଼ିଲେ ଏବଂ ସେଇ ହରିପାଦ ପଦ୍ମରେ ଧ୍ୟାନ କରି ବିଷ୍ଣୁ ଲୋକକୁ ଗମନ କଲେ। ଶ୍ରୀ ହରିଙ୍କ ଠାରେ ସମର୍ପିତ ରାଜାଗଣ ଅର୍ଥାତ୍ ପ୍ରଚେତାଗଣଙ୍କର ଏଇ ଚରିତ୍ର ବା ଯିଏ ବି ଶ୍ରବଣ କରିବ, ଯିଏ ଏହାକୁ ଶ୍ରବଣ କରିବ, ସେ ଦୀର୍ଘାୟୁ, ଧନ, ଯଶ, କଲ୍ୟାଣ, ଐଶ୍ୱର୍ଯ୍ୟ, ବୈକୁଣ୍ଠ ଆଦି ଲୋକ ପ୍ରାପ୍ତ ହେବ। ଅର୍ଥାତ୍ ଭଗବାନ ଧାମକୁ ଫେରିଯିବା ପାଇଁ ସେ ସୁସୁଯୋଗ ପ୍ରାପ୍ତ ହୋଇପାରିବ। ହରେ କୃଷ୍ଣ ପ୍ରଭୁଜୀ, ମୁଁ ଏତିକି କହିପାରିବି। ହରେ କୃଷ୍ଣ। हरे कृष्ण माता जी, बहुत सुंदर। आजर विषय को आम एठी रखिबा। पंचा कल्पतरुभ्यश्च कृपा सिन्धुभ्यो सिन्धुभ्यैव च पतितानां एव पावनेभ्यो वैष्णवेभ्यो नमो नमो नमः। नमः। श्रीमद्भागवतम की जय हरे कृष्ण। हरे हरे माता जी, हरे कृष्ण हरे 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 राम हरे हरे राम हरे राम हरे राम राम हरे 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 कृष्ण प्रभु जी हरे हरे कृष्ण कृष्ण हरे प्रभु जी कृष्ण प्रणाम हरे कृष्ण हरे भागवत प्रणाम प्रभुजी। हरे कृष्ण प्रणाम प्रभु जी। हरे कृष्ण। हरे कृष्ण आसंता काली गोटे स्पेशल क्लास रखिबा होला। भागवत आरंभ कले सरीबनी, गोटे स्पेशल क्लास रहइबो काली, आसंता काली होला। प्रभुजी କୋଉ ବିଷୟରେ କାଲି ରହିବ ପ୍ରଭୁजी? हाँ, विषय सरप्राइज। ଆଜ୍ଞା ପ୍ରଭୁजी। बहुत सुंदर विषय रहिबो। वास्तव रे हमर वास्तविक जीवन उपरे ताहा निश्चित रूपे संपर्कित रहइबो। संपर्क ताहा उपरे ही रहइबो हला। ଆଜ୍ଞା ପ୍ରଭୁजी। मु ताको तो तैयारी कर देइजे, जेहेतु तार टॉपिक रो ना देनी सेति मैं आपन कहि पार नै। ठीक अछि, ठीक अछि। जहाँ आसीबो ना जहाँ भगवान ना देबे। ठीक अछि प्रभु। हरे कृष्ण। हरे कृष्ण प्रभुजी, धन्यवाद। प्रभु जी हरे कृष्ण प्रभु। हरे कृष्ण प्रभु जी हरे प्रणाम कृष्ण प्रभु जी। हरे कृष्ण हरे कृष्ण प्रभु जी, दंडवत प्रणाम। हरे कृष्ण। हरे कृष्ण।